ଆଜ୍ଞା ଆପଣ ନାଁଟା ମୋ ନାଁ ଦୈତାରୀ ମଲ୍ଲିକ କୁନ୍ଦ୍ରା ବ୍ଲକ। କଣ ହେଇଛି ଅସୁବିଧା ଆଜ୍ଞା? ଶୁଣନ୍ତୁ ଆଜ୍ଞା, ସରକାରଙ୍କର ତରଫରୁ 23-24 ମସିହାରେ ଆମର ITDA ତରଫରୁ ଜୟପୁର ITDA ତରଫରୁ 68ଟା ଅଙ୍ଗନବାଡି ଗୃହ ପାଇଁ ଟେଣ୍ଡର କାଢିଥିଲେ। ଆମେ ଟେଣ୍ଡରରେ ଭାଗ ନେଇଥିଲୁ, କିନ୍ତୁ 2 ବର୍ଷ ହେଲା ଆଜି ପର୍ଯ୍ୟନ୍ତ ଆମର ଲେଟ୍ରିନ୍, ବାଉଣ୍ଡ୍ରି, କରେଣ୍ଟ ଆଉ ଜଳ ଯୋଗାଣର ବିଲ୍ ଆଜି ପର୍ଯ୍ୟନ୍ତ ଦେଇନାହାନ୍ତି। ଅତି ଦୁଃଖର ଏବଂ ପରିତାପର ବିଷୟ। ଆମେ 3 ଥର ହେଲା ଜିଲ୍ଲାପାଳଙ୍କୁ ଗ୍ରିଭେନ୍ସ ରେ ଜଣେଇଛୁ, କିନ୍ତୁ ଫଳପ୍ରଦ ହେଉନାହିଁ। ଆଜି ଶେଷରେ ବରିଗୁମାରେ ଆସିକରି ଆମେ ଗ୍ରିଭେନ୍ସ ରେ ଜଣେଇଛୁ। PITDA ମ୍ୟାଡାମ ଏବଂ ଜିଲ୍ଲାପାଳ ଉପରସ୍ଥ ଅଧିକାରୀଙ୍କୁ ଜଣେଇଲା ପରେ କିଛି ପଦକ୍ଷେପ ନେବୁ କହିଛନ୍ତି। କେତେ ଟଙ୍କା ବାକିଆ ପଡୁଥିବ ଆଜ୍ଞା? ଆମର କୋଟିଏ ଉପରେ ହବ ଆଜ୍ଞା, ସବୁ ଟୋଟାଲି ଉପରେ। ଦେଖନ୍ତୁ ଆଜ୍ଞା, ଗୋଟେ ଠିକାଦାର, ଗାଁ ଗହଳିର ଠିକାଦାର ତାର ଜୀବିକା ଭରଣ ପୋଷଣ କରିବା ପାଇଁ ସୁନିଶ୍ଚିତ ଭାବରେ ସୁନା ବନ୍ଧକ କାହାଠୁ 10% କଳନ୍ତର ଆଣିକରି ସିଏ କରିଥାଉଛି। କିନ୍ତୁ 3 ବର୍ଷ ହେଲା ଆମେ ତଳି ତଳାନ୍ତ ହେଇଯାଇଛୁ ଏବଂ ଆପଣଙ୍କ ଜରିଆରେ ମୁଁ ଜିଲ୍ଲାପାଳଙ୍କୁ ସୂଚେଇ ଦେବା ପାଇଁ ଚାହେଁ, PITDA ମ୍ୟାଡାମକୁ ସୂଚେଇ ଦେବା ପାଇଁ ଚାହେଁ, ଯଦି 7 ଦିନ ମଧ୍ୟରେ ଯଦି ଆର ଗୋଟେ କିଛି ପଦକ୍ଷେପ ନ ନିଅନ୍ତି ତାହେଲେ ସୁନିଶ୍ଚିତ ଭାବରେ ଆମେ ସମସ୍ତେ ଏକଜୁଟ ହେବୁ, ରାଜରାସ୍ତାରେ ଓହ୍ଲେଇବୁ। ଯଦି କିଛି ଫଳପ୍ରଦ ହେଲା ନାହିଁ, ଆତ୍ମାହୁତି ଦେବାକୁ ମଧ୍ୟ ପଛଘୁଞ୍ଚା ଦେବୁ ନାହିଁ। ଆପଣଙ୍କ ନାଁଟା? ଜିତେନ୍ଦ୍ର କୁମାର କୁଣ୍ଡ। କୁଆଡେ ଆସିଥିଲେ ଆଜ୍ଞା? କଣ ଅସୁବିଧା ହେଇଛି? ଆମେ ଗ୍ରିଭେନ୍ସକୁ ଆସିଥିଲୁ। ଆମେ 2023-24ରେ ଆମର ଅଙ୍ଗନବାଡି ଗୁଡାକ କାର୍ଯ୍ୟକ୍ରମ କରିଥିଲୁ। ସରକାରଙ୍କ ତରଫରୁ ଟେଣ୍ଡର ହେଇଥିଲା, ଟେଣ୍ଡର ତରଫରୁ ଆମେ କାମ କରିଥିଲୁ। ସେଥିରେ ଇଲେକ୍ଟ୍ରି, PH, ୱାଟର ସପ୍ଲାଇ ଆଣ୍ଡ ବାଉଣ୍ଡ୍ରି ଏ କାମ ଇନକ୍ଲୁଡ ନଥିଲା। ସେଟା ସେତେବେଳେ ଯେ ଆମର PITD ଥିଲେ ସେ କରିଦିଅନ୍ତୁ, ତାହାର ପେମେଣ୍ଟ ଦିଆଯିବ। କିନ୍ତୁ ସେଟା କରିଦେଲା ପରେ ଆଜି ପର୍ଯ୍ୟନ୍ତ ତାହାର ପେମେଣ୍ଟ ଆମକୁ ପାଇପାରିଲୁ ନାହିଁ। ତେଣୁ ତାର ଅଭିଯୋଗ କରିବା ପାଇଁ ଆମେ କଲେକ୍ଟରଙ୍କ ପାଖକୁ ଆସିଥିଲୁ। ଜୟପୁର PITDA ତରଫରୁ କେତେଟା ଏମିତି କାମ ହେଇଛି ସବୁ? ଜୟପୁର PITDଙ୍କ ତରଫରୁ 68ଟା ଅଙ୍ଗନବାଡି କାର୍ଯ୍ୟକ୍ରମ ହେଇଛି 5ଟା ବ୍ଲକରେ। କିଏ ପାଇନାହାନ୍ତି? ନାଇଁ, କେହି ବି ତାର ଏଗନେଷ୍ଟ ପଇସା ପାଇନାହାନ୍ତି। କଣ କହିଲେ? କଲେକ୍ଟର କହିଲେ ଆମେ ପ୍ରଶାସନକୁ ଲେଖୁଛୁ, ଲେଖିଲା ପରେ ସିଆଡୁ ଯାହା ଆସିବ ତାକୁ ଧରିକି ଆମେ କେତେ ଦିନ କାର୍ଯ୍ୟକ୍ରମ। ହେଲାଣି ଆପଣ କାମ କରି ବସୁଛନ୍ତି? ବର୍ତ୍ତମାନ ଆଜିକୁ 3 ବର୍ଷ ହେଲାଣି, ପ୍ରାୟ କାର୍ଯ୍ୟକ୍ରମ 2 ବର୍ଷ କମ୍ପ୍ଲିଟ ହେଇଛି ଟୋଟାଲ। ବିଭାଗୀୟ ଅଧିକାରୀ କଣ କହୁଛନ୍ତି? ବିଭାଗ ଅଧିକାରୀ କହୁଛନ୍ତି ମୁଁ ଚେଷ୍ଟା କରୁଛି, କଲେକ୍ଟର ଜଣଉଛି ବିଭାଗୀୟ ପ୍ରଶାସନକୁ ମୁଁ ଅବଗତ କରୁଛି ବୋଲି ସେ କହିଲେ। ଆଗକୁ କଣ ପଦକ୍ଷେପ ରହିବ ଆପଣଙ୍କର? ଯଦି ଆମକୁ ଇଏ କରିବେ ନାହିଁ, ବାଧ୍ୟ ହେବ ଆମ ରାଜରାସ୍ତା ଓହ୍ଲେଇବାକୁ ବାଧ୍ୟ ହବ।